ଆପଣ ସେ କନ୍ଧମାଳରେ ଯେଉଁ ଯାଇଥିଲେ ଟାକୁଆ ଖାଇବା ପ୍ରସଙ୍ଗରେ ଯେଉଁ ଯାଇକି ଗସ୍ତ କରି ସେ ଯେଉଁ ମନ୍ତବ୍ୟ ଦେଇଛନ୍ତି ସେ ମନ୍ତବ୍ୟକୁ ଆଧାର କରିକି ହୁଏତ ଚର୍ଚ୍ଚା ହେଉଥିବ ସେ ବିଜେଡି ପ୍ରତି ନରମ ହେଉଛନ୍ତି। ହଁ ହେଇପାରନ୍ତି, ଆମେ ସେଇ ସମ୍ଭାବନାକୁ ଅସ୍ୱୀକାର କରିପାରିବା ନାହିଁ। ହେଲେ ବିଜୟ ବାବୁ ଯାହା କହିଛନ୍ତି, ବ୍ରଜବାବୁ ବି ବ୍ରଜ ତ୍ରିପାଠୀ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବି ସେୟା କହିଛନ୍ତି, ଅନ୍ୟ ମାନେ ଯେଉଁ ନେତାମାନେ ଯାଇଥିଲେ ସେମାନେ ବି ସେୟା କହିଛନ୍ତି। ସେଇ ଅନୁରୂପ ଭାବରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି, ଦୋଷ ଦେଇଛନ୍ତି। ତେଣୁ ସମସ୍ତେ ଯେତେ ସମାଲୋଚନା କରୁଛନ୍ତି ବିଜୟ ବାବୁ ମଧ୍ୟ ସେଇ ଲୋକମାନଙ୍କଠୁ ପାଇଥିବା ତଥ୍ୟ ଆଧାରରେ ସମାଲୋଚନା କରୁଛନ୍ତି। ତେଣୁ ବିଜୟ ମହାପାତ୍ର ହେଉଛନ୍ତି ବିଜୁ ଜନତା ଦଳର ପ୍ରତିଷ୍ଠାତା ସଦସ୍ୟ। ଗୋଟେ ଅଭାବନୀୟ ପରିସ୍ଥିତି ସେ ଦଳରୁ ବିଦାୟ ହେଇଥିଲେ। ବହୁତ ଦିନ ଧରି ବିଜୁ ଜନତା ଦଳ ବିରୁଦ୍ଧରେ ତାଙ୍କର ସ୍ୱର ଉତ୍ତୋଳନ କରିକି ଆସିଥିଲେ, ବିଜୁ ଜନତା ଦଳକୁ ସମାଲୋଚନା କରିକି ଆସୁଥିଲେ, ସରକାରଙ୍କ କାର୍ଯ୍ୟଧାରାକୁ ମଧ୍ୟ ସମାଲୋଚନା କରୁଥିଲେ। ଯେତେ ଥର ବିଧାନସଭା ନିର୍ବାଚନ ଲଢ଼ିଲେ ସେତେବେଳେ କୁହାଗଲେ ତାଙ୍କୁ ଷଡ଼ଯନ୍ତ୍ର କରି ମଧ୍ୟ ବିଧାନସଭାକୁ ଅଣାଯାଉ ନାହିଁ ବୋଲି ସେତେବେଳେ ଅଭିଯୋଗ ହେଉଥିଲା। ସେ ବି ବିଶ୍ୱଦ୍ଧାର କରୁଥିଲେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ସେତେବେଳେ। ଏବେ କିନ୍ତୁ ପରିସ୍ଥିତି ଭିନ୍ନ ହୋଇଛି, ତାଙ୍କ ପୁଅ ବିଜେଡିରୁ ବିଧାୟକ ହେଇଛନ୍ତି। ଏବେ ଆପଣ ଯେଉଁ କଥାଟା କହୁଛନ୍ତି ବିଜେଡିକୁ ଫେରିବେ ବୋଲି, ଆପଣ ସେ କନ୍ଧମାଳରେ ଯେଉଁ ଯାଇଥିଲେ ଟାକୁଆ ଖାଇବା ପ୍ରସଙ୍ଗରେ ଯେଉଁ ଯାଇକି ଗସ୍ତ କରି ସେ ଯେଉଁ ମନ୍ତବ୍ୟ ଦେଇଛନ୍ତି ସେ ମନ୍ତବ୍ୟକୁ ଆଧାର କରିକି ହୁଏତ ଚର୍ଚ୍ଚା ହେଉଥିବ ସେ ବିଜେଡି ପ୍ରତି ନରମ ହେଉଛନ୍ତି। ହଁ ହେଇପାରନ୍ତି, ଆମେ ସେଇ ସମ୍ଭାବନାକୁ ଅସ୍ୱୀକାର କରିପାରିବା ନାହିଁ। ହେଲେ ବିଜୟ ବାବୁ ଯାହା କହିଛନ୍ତି, ବ୍ରଜବାବୁ ବି ବ୍ରଜ ତ୍ରିପାଠୀ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବି ସେୟା କହିଛନ୍ତି, ଅନ୍ୟ ମାନେ ଯେଉଁ ନେତାମାନେ ଯାଇଥିଲେ ସେମାନେ ବି ସେୟା କହିଛନ୍ତି। ସେଇ ଅନୁରୂପ ଭାବରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି, ଦୋଷ ଦେଇଛନ୍ତି। ତେଣୁ ସମସ୍ତେ ଯେତେ ସମାଲୋଚନା କରୁଛନ୍ତି ବିଜୟ ବାବୁ ମଧ୍ୟ ସେଇ ଲୋକମାନଙ୍କଠୁ ପାଇଥିବା ତଥ୍ୟ ଆଧାରରେ ସମାଲୋଚନା କରୁଛନ୍ତି। ତେଣୁ ତାକୁ ଧରିକି ସେ ଯେ ବିଜୁ ଜନତା ଦଳକୁ ପଳେଇ ଆସିବେ ତାକୁ ସେ ବିଷୟରେ ଆମେ ଏବେ କହିବାଟା ଇଟ୍ ଇଜ୍ ଟୁ अर्ली ଟୁ ସେ। କିନ୍ତୁ ହୁଏତ ଯଦି ସେ କେବେ ଚିନ୍ତା କରନ୍ତି ବିଜେଡିକି ଫେରିବା ପାଇଁ ଆସିପାରନ୍ତି। ଆଉ ବିଜେଡିରେ ମଧ୍ୟ ତାଙ୍କ ଭଳି ସେହି ସ୍ଟାଚ୍ୟୁର ନେତା ଯେତେବେଳେ ବିଜୁ ଜନତା ଦଳକୁ ଆସିବାର ସମ୍ଭାବନା ସୃଷ୍ଟି ହେବ ବା ସେ ଯେତେବେଳେ ଚିନ୍ତା କରିବେ ସେତେବେଳେ ତାଙ୍କ ପାଇଁ ବିଜୁ ଜନତା ଦଳ ଭିତରେ ସେଭଳି ପରିବେଶ ସୃଷ୍ଟି ହୋଇପାରିବ କି ସେ ବିଷୟ ବି ସେ ନିଜେ ଚିନ୍ତା କରିବେ, ତର୍ଜମା କରିବେ। ଦଳ ତାଙ୍କୁ ସେତିକି ସ୍ୱାଧୀନତା ଦେବ କି କାମ କରିବା ପାଇଁ, ସେ ସମସ୍ତ ଦିଗକୁ ଚିନ୍ତା କରିକି ସେ ଆସିବା ନ ଆସିବା କଥା ଚିନ୍ତା କରିବେ, ସେଟା ତାଙ୍କ ଉପରେ ନିର୍ଭର କରୁଛି।